श्री गणेशाय नमः। नमस्कार बंधुगण, जय जगन्नाथ। आज हेउछि रविवार। रविवार रे किछि समय हेउ पछे सूर्य पुराण निश्चय शुणंतु। प्रथमे आसंतु श्री सूर्य को स्तुति करिबा, तापरे सूर्य पुराण आरंभ करिबा। जय जय आदि देव, जय निराकार, जय जय सहस्रांश, जय दिवाकर, धवल अम्बुज धर, कश्यप तनुज, महापापहर देव, तेजराज सूर्य, महारौद्र महाज्ञानी, सर्वलोक स्वामी, छाया प्राण धन जय, जय अंतर्यामी, कोटि तेज राशि घेनी, दिशुछ सुंदर, तिमिर विध्वंसी प्रतिभा, अनंत भास्कर, वनज कुसुम सम, श्रीअंग सुषमा, स्वतः प्रदीप्त तनु, नाही ता उपमा, कंठे हार कर्णे स्वर्ण, कुंडल शोभित, बहु अछि कुंडलरु अमृत निरत, जय देव देव जय, आदित्य हृदय, जय जय नारायण, जय मृत्युंजय, जय मारकंड सर्व रोगनाशकारी, प्रणति जनर हृदय पाप तापहारी, जय दिनेश पद्मेश, सुरेश हृदेश, की वर्णि विरूप राशि, अनंत शेष, लोहित स्यंदनाधि, ग्रह कुलपति, बिरंचि नारायण हे, घेनम विपत्ति, जय कोणार्क बिहारी, अर्कर विभानु, जय दीननाथ, जय कश्यपंक सूनु, रविवार एकादशी, रवि नारायण नामे ख्यात चराचरे, पसंती शरण, जोग कल्पा छाया माया, हृदय ईश्वर, कल्याणकारी तुमे सदा, जीव जगतर, श्रीकृष्ण नंदन सांब, निश्चल भक्ति, करी महाकुष्ठ रोगु, होइले मुक्ति, उदयाचल बिहारी, घेनम आरती, दीनबंधु स्थावर हे, जंगम विभूति, जय शरण रक्षण, अगतिर गति, तब पाद पद्मे रहु, निश्चले ममति, अप्रेमय विष ज्योति, रवि नारायण, पातकी शेखर मुहि,
ଘେନ ହେ ଶରଣ ଜଣାଏ ବିନୟ ଭରେ ପ୍ରଭୁ ମୋ ପ୍ରଣତି ସଂସାର କଷଣ ମୋତେ ଦିଅ ସଦଗତି। ତୁ ହି ମାତା ତୁ ହି ପିତା ତୁ ହି ସହୋଦର ଅବୋଧ ତନୁଜ ମୋହି ଘେନ ନମସ୍କାର। ଏବେ ଆସନ୍ତୁ ଶୁଣିବା ସୂର୍ଯ୍ୟ ପୁରାଣରେ ଆଜି ତ୍ରୟୋଦଶ ଅଧ୍ୟାୟ। ବିଷୟ ରହିଛି କୁଜୃମ୍ଭ ଦୈତ୍ୟ ବଧ ଚରିତ। ପାର୍ବତୀ ଉବାଚ ମହେଶ୍ୱରଙ୍କୁ ବିସ୍ମୟେ ପୁଛେ ଗିରିଶୋତା ଦୟାକରି କୁହ ନାଥ କୁଜୃମ୍ଭର କଥା। କୁଜୃମ୍ଭ ରାକ୍ଷସ ରାଜ ପୁତ୍ରଙ୍କୁ ବାନ୍ଧିଲା ତଦପରେ ଯେଉଁ ସବୁ ଘଟଣା ହୋଇଲା ସଂଶୟ ଫିଟାଇ କହି ଦିଅ କମ୍ବୁ ପାଣି ପବିତ୍ର ହୋଇବି ମୁହିଁ ତବ ମୁଖ ଶୁଣି। ଶଙ୍କର ବାଚ ଶଙ୍କର ବୋଲନ୍ତି ଶୁଣ ଶୁଣ ଗୋ ଭବାନୀ ବନ୍ଦୀ ଘରେ ରହିଲେ ସେ ରାଜପୁତ୍ର ବେନି ଭୟ ସୈନ୍ୟମାନେ ତହୁଁ ପଳାଇ ଅଇଲେ ବିଦୁରଥ ରାଜାଙ୍କର ଆଗରେ କହିଲେ ଶୁଣି ମାହେ ଉଭୋ ଦେବ ଆମ୍ଭର ବଚନ ଦୈତ୍ୟପୁରେ ବନ୍ଦୀ ହେଲେ ତୁମ୍ଭର ନନ୍ଦନ। ସୈନ୍ୟମାନଙ୍କ ମୁଖରୁ ଏହା ଶୁଣି କରି ଅତିଶୟ ବ୍ୟାକୁଳିତ ହେଲେ ଦଣ୍ଡଧାରୀ ନିଜ ରାଜ୍ୟରେ ସେ ଦେଲେ ଏହି ଘୋଷଣାକୁ ଯେ ବୋଧ କରିପାରିବ କୁଜୃମ୍ଭ ଦୈତ୍ୟକୁ ମୁଦ୍ରାବତୀ କନ୍ୟା ତାର ପ୍ରିୟା ବୋଲାଇବ ଦେଶେ ଦେଶେ ଏହା ପ୍ରଚାରିଲେ ନରଧବ ରାଜା ଠାରୁ ପ୍ରଜା ଯାଏ ଶୁଣିଏ ବଚନ କେହି ସାହସୀ ନହିଲେ କରିବାକୁ ରଣ। ସେ କଥା କର୍ଣ୍ଣେ ଶୁଣିଲେ ରାଜାର ନନ୍ଦନ ବିଦୁରଥଙ୍କର ମିତ୍ର ଅଟନ୍ତି ସେ ଜାଣ ତାହାଙ୍କର ସୁତ ଯେ ବତ୍ସ ପ୍ରୀ ନାମ ତାର ସୈନ୍ୟ ସାଜି ରଣକୁ ସେ ହୋଇଲେ ବାହାର ପିତାଙ୍କ ଠାରୁ ମେଲାଣି ଘେନି ବେଗେ ଗଲା ବିଦୁରଥ ରାଜାଙ୍କ ଛାମୁରେ ଉଭା ହେଲା କର ଯୋଡ଼ି ଜଣାଇଲା ଆହେ ନର ସାଇ ମୋତେ ଆଜ୍ଞା ହେଉ ଦୈତ୍ୟକୁ ମୁଁ ବଧିବଇ। ତାହା ଶୁଣି ବିଦୁରଥ ଅତି ଆନନ୍ଦରେ ବୋଇଲେ ବାତ୍ସଲ୍ୟ ସ୍ନେହେ ପରମ ଆଦରେ ରେ ପୁତ୍ର ତୋହର ପିତା ମୋ ମିତ୍ର ଅଟଇ ଏ ଆପଦ ଯଦି ରଖି ପାରୁ ବାବୁ ତୁହି ମୁଦ୍ରାବତୀଙ୍କି ମୁଁ ତୋତେ କରିବି ପ୍ରଦାନ ବେଗେ ଯାଅ ଦୈତ୍ୟ ସୁତ କରରେ ନିଧନ ତହୁ ନମସ୍କାର କରି ବତ୍ସ ପ୍ରୀ ଚଳିଲା ସେହି ବିବର ଦ୍ୱାରରେ ପ୍ରବେଶ ହୋଇଲା ବହୁ ସୈନ୍ୟଗଣ ତାଙ୍କ ସଙ୍ଗେ ଯାଉଥିଲେ ଧନୁ ଟଙ୍କାର ନାଦେ ସେ ମହି କମ୍ପାଇଲେ ଦୈତ୍ୟପୁର ହେଲା ଅତିଶୟ କମ୍ପମାନ ଦୂତ ହାତେ ପତ୍ର ଦେଲା ବତ୍ସ ପ୍ରିବହନ ଦୈତ୍ୟରାଜ ପାଶକୁ ସେ ପତ୍ରରେ ମନ୍ତ ଲେଖିଅଛି ଯାହା ସବୁ ନରପତି ସୁତ ଶୁଣ ଗୋ ଭବାନୀ ତୁମେ କମନ ହୋଇ ସହଜେ କ୍ଷତ୍ରିୟ ସୁତ ନିର୍ଭୀକଟଇ
ଲେଖିଛି ଭୟ ନ କରି ଆରେ ରେ ଦଇତ, ମୋ ନାମ ବତ୍ସ ପ୍ରେମୋହି ଭୁବନର ସୁତ। ବିଦୁରଥ ରାଜା ମୋ ପିତାଙ୍କ ପ୍ରିୟତି, ଚୋରି କରି ଆଣିଛି ମୁଁ ତାହାଙ୍କ ଦୁହିତି। ପୁଣି ତାଙ୍କ ଦୁଇ ପୁତ୍ରଙ୍କୁ ରେ ବନ୍ଦୀ କରି, ରଖିଅଛୁ ତୋର ପୁରେ ଅନ୍ୟାୟ ଆଚରି। ଯଦି ତାଙ୍କ ପୁତ୍ର କନ୍ୟା ଦେଇ ତାଙ୍କ ଠାରେ, ଶରଣ ପଶିବୁ ତୁହି ବିନୟ ଭାବରେ। ତେବେ ଅବା ତୋର ପ୍ରାଣ ରହିପାରେ ଜାଣ, ନହିଲେ ନିଶ୍ଚୟ ତୋର ହୋଇବ ମରଣ। ସରଜାଳେ ତୋର ଭୁବନକୁ ପୋଡ଼ି ଦେବି, କେହି ରଖି ନ ପାରିବେ ଯାହା ମୁଁ କରିବି। ଏମନ୍ତ ଲେଖିଣ ବୀର ଦୂତ ହାତେ ଦେଲା, ସେ ଲେଖା ଗୋଟିକ ଘେନି ଦୂତ ଚଳିଗଲା। ରାକ୍ଷସ ଭବନେ ଯାଇ ପ୍ରବେଶ ହୋଇଲା, ସେ ରାକ୍ଷସ ଈଶ ଅଛି ସେ ସ୍ଥାନେ ଦେଖିଲା। ଲେଖା ନେଇ ତା ଛାମୁରେ ଥୋଇଦେଲା ଦୂତ, ତାହା ପଢ଼ି ଦୈତ୍ୟ କ୍ରୋଧେ ହେଲା ପ୍ରଜ୍ୱଳିତ। ବୋଇଲା କିଏ ଅଛରେ ଏ ଦୂତର ମୁଣ୍ଡ, କାଟି ଏହିଠାରେ କରି ଦିଅ ଖଣ୍ଡ ଖଣ୍ଡ। ଦୁର୍ବାର ନାମେ ପ୍ରଚଣ୍ଡ ବଇତେ କଥିଲା, ଖଡ଼ଗେ ଦୂତର ମୁଣ୍ଡ କାଟି ପକାଇଲା। ଏଣେ ବତ୍ସପ୍ରୀ ବିଳମ୍ବ ଦେଖିଲା ଦୂତର, ବୋଇଲେ ରେ ସୈନ୍ୟ ଭାଙ୍ଗି ପକା ଦୈତ୍ୟପୁର। ପ୍ରାଚୀର ମେଢ଼ ମଣ୍ଡପ ଦେଉଳ ଟାଳି, ଯାହା ଯେଉଁଠାରେ ଅଛି ପକାଓରେ ଟାଳି। ଆଜ୍ଞା ପାଇ ସେନା ମାନେ ସିଂହନାଦ କଲେ, ନାନାବିଧ ବୀର ବାଜା ମାନ ବଜାଇଲେ। ଧନୁମାନଙ୍କର ଘୋର ଟଙ୍କାର ଶବଦ, ହସ୍ତି ଘୋଡ଼ାଙ୍କର ରଡ଼ି କରଇତ ବଦ। ଶୁଣି ଅସୁର ଅସୁରୀ ମାନେ ଗଲେ ଥରି, କେବଲେ ଦଇତ କୂଳ ନିଶ୍ଚେ ଯିବ ମରି। କେବଲେ ଦେଖ ଗଗନ ବରଷେ ରକତ, କେବଲେ ଗଗନ ମାର୍ଗେ ଧୂଳି ଉଡ଼ଇତ। କେବଲେ ଦେଖ ଆବର ଏଡ଼ା ମରା କାଉ, ଖତାଇ ହେଲା ପରାୟ ରାବେ ରାଉ ରାଉ। କେବଲେ ଚାଳରେ ଦେଖ ପେଚ କରା ବଇ, କେବଲେ ବିଲୁଆ ରାବେ ଆଗେ ରହି ରହି। କେବଲେ କୁକୁର ପଲକୁ ଦେଖ ଦେଖ, କିପରି ଶୋନ କରନ୍ତି ପଡ଼ିବ କି ଦୁଃଖ। କେବଲେ ବଡ଼ ନୀତି କଲା ଆମ୍ଭ ରାଜା, କେବଲେ ରାଜକନ୍ୟାକୁ ଚୋରାଇଲା ସେ ଯା। କେବଲେ ଧର୍ମ ବାଟେ ହେବ କି ତାପର, ଜଣାଯାଏ ବିପଦ ପଡ଼ିବ ମହାଘୋର। ଏହିପରି ପୁରଜନେ କଥାବାର୍ତ୍ତା ହନ୍ତି, ଅତିଶୟ ଭୟରେ ଯେ ସକଳେ ଥରନ୍ତି। ସେ କଥା ଶୁଣି ସେ ଦୈତ୍ୟ ରାଜ ମୂଢ଼ମତି, କ୍ରୋଧେ ସାରଥି କି ଚାହିଁ କହେ ଭାରତୀ। ବେଗେ ତୁହି ଆଣ ମୋର ରଥକୁ ସଜ କରି, ଆସ ପାତ୍ର ମନ୍ତ୍ରୀ ଚତୁରଙ୍ଗ ବଳ ଧରି। ସକଳ ସୈନ ମାନେ ବେଗ ହୁଅ ଠୁଳ, ଯେଉଁ ଥାଟକୁ ଦେଖିଲେ ଡରେ ଆଖଣ୍ଡଳ। ଦୈତ୍ୟରାଜ ଆଜ୍ଞା ମାତ୍ରେ ଅସୁର ସୈନୀ, ସଜ ହୋଇ ଅଇଲେ ସେ ଅସ୍ତ୍ର ଶସ୍ତ୍ର ଘେନି। ଖଡ଼ଗ ଝଙ୍କାର
ଟଙ୍କାର ଘୋର ତର ନାଦ କଲେ। ଆକାଶେ ଥାଇଣ ଦେବ କମ୍ପମାନ ହେଲେ। ଅଳପ ନୁହନ୍ତି 10 ଲକ୍ଷ ଜାଣ ରଥି। 5,000 ତାହାର ଅଟନ୍ତି ପଦାତି। ପାଇକ ଯେ ଫରିକାର କେ ପାରିବ ଗଣି। ହାତୀ ଘୋଡ଼ାଙ୍କର ସୀମା ନାହିଁ ଗୋ ସର୍ବାଣୀ। ବାଦ୍ୟନାଦରେ କମ୍ପମାନ ଯେ ହେଲା ଧରି। ଦୁଷ୍ଟ ପ୍ରତାପୀ ରାକ୍ଷସ ମାରୁଛନ୍ତି ଚିରା। ଭୟ ପାଇ ଦେବ କାଳିକାଙ୍କୁ ସ୍ତୁତି କଲେ। କର ଯୋଡ଼ି ଅତି ଆର୍ତ୍ତେ ମନ୍ତ କହିଲେ। ନମୋ ନମ ସଙ୍କଟ ତାରିଣୀ ମହାମାୟା। ନମୋ ନମ ଦିଗମ୍ବରୀ ଅପର୍ଣ୍ଣା ଅଭୟା। ନମୋ ନମ ଆତଙ୍ଗ ନାଶିନୀ ଭଗବତୀ। ନମୋ ନମ ସର୍ବାଣୀ ଗୋ ନମୋ ଆଦି ଶକ୍ତି। ନମୋ ନମ ଦେବୀ ନିର୍ବିକାର ନିରାକାର। ନମୋ ନମ ଶଙ୍କରୀ ଗୋ ଭବ ଭୟ ହର। ନମୋ ନମ ଭଦ୍ରକାଳୀ ନମୋ ଅମ୍ବିକାଇ। ନମୋ ନମ ନାରାୟଣୀ ରକ୍ଷା କର ତୁହି। ଧରଣୀ ଉଶ୍ୱାସ କଲୁ ରକ୍ତ ବୀର୍ଯ୍ୟ ନାଶୀ। ଦୁଷ୍ଟଙ୍କୁ ବିନାଶ କରୁ କରେ ଧରି ଅସି। ଦେବତା ମାନେ ସର୍ବଦା ତୋ ଶରଣାଗତ। ତୁ ରକ୍ଷା ନ କଲେ କେ ରଖିବ ଆଗ ମାତ। ସୁପ୍ରସନ୍ନ ହୁଅ ଦୈତ୍ୟ ବଂଶ ହନ୍ତୁ ନାଶ। ଦେବତାଙ୍କ ସ୍ତବେ କାଳୀ ହୋଇଣ ସନ୍ତୋଷ। ତତକ୍ଷଣେ ଦୟା ବହି ଦର୍ଶନ ଦେଲେ। ମୁଁ ତୁମ୍ଭ ପାଇଁ କିରଣ କରିବି ବୋଇଲେ। ବତ୍ସ ପ୍ରିହସ୍ତରେ ବ୍ରହ୍ମ ସର ଗୋଟି ଦିଅ। ଶୁଣି ଦ୍ୱିଜ ରୂପରେ ଯେ ଗଲେ ଦେବରାୟ। ମନ୍ତ୍ରୀ ସହିତରେ ବ୍ରହ୍ମ ଅସ୍ତ୍ର ଟିକି ଭଲେ। ଅତ୍ୟନ୍ତ ସ୍ନେହ ବତ୍ସ ପ୍ରିହସ୍ତେ ନେଇ ଦେଲେ। ଏଥୁ ଅନନ୍ତରେ ପୁଣି ସେ ଦୈତ୍ୟ ରାଜନ। ଦିବ୍ୟ ରଥ ଏକ ଗୋଟି କଲା ଆରୋହଣ। ବେନିଥାଟ ଭେଟା ଭେଟି ହୋଇ ଯୁଦ୍ଧ କଲେ। ବେଳକୁ ବେଳ ସମର ବଢ଼ିଲା ପ୍ରବଳେ। ସମରେ ନିପୁଣ ସେ ପ୍ରତାପୀ ଦୈତ୍ୟ ରାଣ। ବିଚିତ୍ର ଯୁଦ୍ଧ ଜାଣଇ ନୃପତି ଚନ୍ଦନ। କେତେବେଳେ ଶକ୍ତି ମାରେ କେବେ ମାରେ ଶୂଳ। କେତେବେଳେ ରଥେ ରହି କରଇ ସମର। କେତେବେଳେ ମତ ଗଜ ପୃଷ୍ଠେ ଆରୋହୀଣ। ବିନ୍ଧଇ ରାଜକୁମାର ଲକ୍ଷ ଲକ୍ଷ ବାଣ। ଅସୁର ସୈନ୍ୟ ପଡ଼ନ୍ତି ପ୍ରାଣକୁ ହରାଇ। ଭୟରଣେ ଅଗ୍ରସର ନ ହୋଇଲେ କେହି। ତା ଦେଖିଣ ଦୈତ୍ୟପତି କୋପେ ଓଗାଳଇ। ଏହି ସମୟରେ ଭଦ୍ରକାଳୀ ମହାମାଇ। ଯୁଦ୍ଧସ୍ଥଳେ ପଶି ଖଡ୍ଗ କରେ ଝମକାଇ। ବହୁତ ଦୈତ୍ୟଙ୍କୁ ବଧ କଲେ ଅମ୍ବିକାଇ। ଚଣ୍ଡୀ ଯେ ରାମଚନ୍ଦ୍ର ଗଣ ପିଅନ୍ତି ରୁଧିର। ଦୈତ୍ୟ ବୀର ସଙ୍ଗେ ଯୁଝେ ସେ ବତ୍ସ ପ୍ରିବୀର। ପ୍ରତିଶର କରି ଦୈତ୍ୟପତି ନିବାରଇ। କ୍ରୋଧେ ସେ ପ୍ରତାପୀ ଦୁଷ୍ଟ ବହୁ ଗାଳି ଦେଇ। କହିଆରେ ମାନବ ନ ଜାଣୁ ମୋ ଦର୍ପ। ଦେଖିଲେ ଡରନ୍ତି ମୋତେ ଦେବତା ଅଧିପ। ଯାର ପାଦ ଭରେ ମହି ହୁଏ ଥରହର। ସକଳ ମରେ ଯାର ଅଟନ୍ତି କିଙ୍କର। ଏମନ୍ତ ପ୍ରତାପୀ କିରେ ନ ଜାଣୁ କି ତୁହି।
আজি তোর কতে চিতা ঘেনে বই মুহি বৎসপ্রি বইলে দৈত্য হইল কি বাই মোহরি হস্তরে জাণ তো মৃত্যু অছই ଏହି କଥା ମନେ ରଖି ଥାଓରେ ଦଇତ ଏମନ୍ତ କହିଣ ପାଞ୍ଚ ବାଣରେ ତୁରିତ ଦୈତ୍ୟପତିର ଧନୁକୁ କାଟି ପକାଇଲା 10 ବାଣେ ତାର 2 ଖଣ୍ଡ ବିଦାରିଲା 3 ବାଣେ ଛେଦିଲା ତା ସାରଥିର ଶିର 20 ବାଣେ ଛେଦିଲା ତାର ରହୁବର ରଥହୀନ ହୋଇ ସେହି ପାପିଷ୍ଠ ଦଇତ ଅସୁରୀ ମାୟା କଲାକ ଅତି ଆତମ୍ବିତ ଗଗନ ମାର୍ଗରେ ରହି ବରସିଲା ବାଣ ଦେଖି କ୍ରୋଧେ ବ୍ରହ୍ମଶର ବତ୍ସ ପ୍ରିଧରିଣ ଯୁଝିବାକୁ ଅଗ୍ରସର ହୁଅନ୍ତେ ତକ୍ଷଣ ଭୟ ପାଇ ତହୁଁ ଦୈତ୍ୟ କଲା ପଳାୟନ ଭୂନନ୍ଦନ ପୁତ୍ର ଅସ୍ତ୍ର ତୁଣିରେ ଥୋଇଲା ମୁଦ୍ରାବତୀ ପାଶେ ଦୈତ୍ୟ ରାଜ ଚଳିଗଲା ଯୁଦ୍ଧ କଥା ତା ଆଗରେ କହିଲା ବିସ୍ତାରୀ ଶୁଣି ମୁଦ୍ରାବତୀ ନିଷେଧିଲା କେତେ କରି ବୋଇଲା ହେ ନାଥ ଆଉ ନ କର ସମର ମହାବଳିଷ୍ଠ ତ ଭୂନନ୍ଦନ ପୁତ୍ର ବୀର ତୁମ୍ଭ ବିନେ ମୁହିଁ ସିନା ହେବି ଅନାଥିନୀ ଅହଙ୍କାରେ ହସି ହସି ଦୈତ୍ୟ କହେ ବାଣୀ କାତର ନୁହଁରେ ସଖୀ ଅଛି ମୋ ମୂଷଳ ସୌନନ୍ଦ ନାମ ତାହାର ଅତିଶୟ ବଳ ତା ପ୍ରସାଦେ ଦିଗ୍ବିଜୟୀ ହୋଇଅଛି ମୁହିଁ ମୁଦ୍ରାବତୀ କହେ ସେ ମୂଷଳ ଅଛି କାହିଁ ସେ କ୍ଷଣି ରାକ୍ଷସ ରାଜ ମୂଷଳ ଆଣିଲା ମୁଦ୍ରାବତୀ ଆଗେ ମହାଗର୍ବେ ଦେଖାଇଲା ପ୍ରଖର କାନ୍ତି ତାହାର ସୂର୍ଯ୍ୟ ତେଜ ପରି ତାହା ଦେଖି କହେ ମୁଦ୍ରାବତୀ ସୁଚତୁରୀ ଆହେ ନାଥ ଏ ମୂଷଳ ମୋର ହାତେ ଦିଅ ମୁଁ ଛୁଇଁବା ମାତ୍ରେ ହେବ ମହାତେଜମୟ ଏକ ବିପ୍ର ପୂର୍ବେ ମୋତେ ଦେଇଅଛି ବର ଯେ ବର ଅସ୍ତ୍ରେ ଲାଗିବ ତ ବାମ କର ସେ ଅସ୍ତ୍ର ଯେହୁ ଧରିବ ଦିଗ୍ବିଜୟୀ ହେବ ତାହା ଶୁଣି କରି ତ ସଚିତେ ଦୈତ୍ୟ ଧବ ମୁଦ୍ରାବତୀ ବାମ କରେ ସେ ମୂଷଳ ଦେଲା ସ୍ପର୍ଶ ମାତ୍ରେ ସେହି ବଳହୀନ ହୋଇଗଲା ମୁଦ୍ରାବତୀ ଜାଣଇ ସେ ମୂଷଳର କଥା ତାହାକୁ ବୁଝାଇ କହିଥିଲେ ତାର ପିତା ତେଣୁ ରାକ୍ଷସକୁ ବାକ୍ୟ ଛଳେ ଭୁଲାଇଲା ମୂଷଳ ଛୁଇଁବା ଦେଖି ଦୈତ୍ୟ ତ ସହେଲା ବୋଇଲା ସଖୀ ଯାଉଛି କରିବି ମୁରଣ ମୁଦ୍ରାବତୀ ବୋଲେ ତ ହୁଏ ମନ୍ତ ବଚନ ରକ୍ଷା କରନ୍ତୁ ଯୁଦ୍ଧରେ ତ୍ରିଶୂଳ ଧାରଣ ଯାଅ ଯାଅ ଯୁଦ୍ଧ କ୍ଷେତ୍ରେ ଯାଅ ହେ ବହନ ମେଲାଣେ ଘିନି ସେଠାରୁ ଦୈତ୍ୟ ଚଳିଗଲା ମୂଷଳ ହସ୍ତେ ସେ ରଣସ୍ଥଳେ ପ୍ରବେଶିଲା 3 ଦିନ 3 ରାତି ଘୋର ଯୁଦ୍ଧ ହେଲା ଯୁଦ୍ଧେ ଅଶକତ ହେଲା ସେହି ରାଜବଳା ଦୈତ୍ୟର ସୈନ୍ୟକୁ ଭଦ୍ରକାଳୀ ସଂହାରିଲେ କ୍ରମେ କ୍ରମେ ଦୈତ୍ୟ ବଳ ଶେଷ ହୋଇଗଲେ କେବଳ ଜୁଜୃମ୍ବ ଦୈତ୍ୟ ରହିଛି ଜୀବନେ
ବାଣେ ବିନାଶ ହୋଇଲେ ଆଉ ସୈନ୍ୟମାନେ ସେ ରାକ୍ଷସପତି କ୍ରୋଧେ ମୂଷଳକୁ ଧରି ବତ୍ସପ୍ରୀ ରଥେ ପିଟିଲା ନେଇ କ୍ରୋଧ କରି ତେଜହୀନ ହୋଇ ଯାଇଥିବାରୁ ମୂଷଳ ବ୍ୟର୍ଥ ହେଲା ଦୈତ୍ୟ ଯେତେ ଦେଖାଇଲା ବଳ ଥରକୁ ଥର କରନ୍ତେ ରଥକୁ ପ୍ରହାର କେବେ ହେ ଭଗ୍ନ ହୋଇଲା ନାହିଁ ରହୁବର ଦେଖି ଦୈତ୍ୟ ମନେ ମହା ଭୟ ଜାତ ହେଲା ଏକାଳେ ବତ୍ସପ୍ରୀ ବ୍ରହ୍ମ ସର ପ୍ରହାରିଲା ସେ ତେଜରେ ରବି ତେଜ ଦିଶିଲା ନିଉନ ସପ୍ତ ସିନ୍ଧୁ ସପ୍ତ ପାତାଳ ଯେ କମ୍ପମାନ ଆବର କମ୍ପିଲେ ଦଶ ଦିଗ ବନଗିରି ଗହନ ପର୍ବତ ନଦ ନଦୀ ଆଦି କରି ଦୈତ୍ୟକୁ ଦହନ କରି ସ୍ୱର୍ଗକୁ ଚଳିଲା ବିଶ୍ୱକର୍ମାର ଭୁବନେ ଯାଇ ନ ରହିଲା ତାହା ଦେଖି ଦେବଗଣ ପୁଷ୍ପ ବୃଷ୍ଟି କଲେ ଭୂନନ୍ଦନ ସୁତ ବତ୍ସପ୍ରୀକି ପ୍ରଶଂସିଲେ ଗନ୍ଧର୍ବ ଅପସରୀ ମାନେ ଆନନ୍ଦିତ ହୋଇ ନୃତ୍ୟ କଲେ ବାଦ୍ୟ ଯନ୍ତ୍ର ସହ ଗୀତ ଗାଇ ଉଷାସ ହୋଇଲା ତହୁଁ ବେନି ବସୁମତୀ ଏ ସୂର୍ଯ୍ୟ ପୁରାଣ କଥା ସୁମଧୁର ଅତି ଇତି ଶ୍ରୀ ସୂର୍ଯ୍ୟ ପୁରାଣେ ଶିବ ଉମା ସମ୍ବାଦେ କୁଦ୍ରୁମ୍ବ ଦୈତ୍ୟବଧ କଥନେ ନାମ ତ୍ରୟୋଦଶ ଅଧ୍ୟାୟ ଚତୁର୍ଦଶ ଅଧ୍ୟାୟ ସୁନୀତି ସୁମତି ମୋକ୍ଷ ଓ ମୁଦ୍ରାବତୀର ବିବାହ ପାର୍ବତୀ ଉବାଚ ଶୁଣ ହେ ସାଧବେ ମଦେ ଦେଇ ଦୃଢ଼ ମନ ପାର୍ବତୀ ପୁଛନ୍ତି ଶିବ ପାଦରେ ବସିଣ ଏହା ପରେ କିସ ହେଲା କୁହ ଦୟା ବହି ତବ ମୁଖ ଶୁଣି ମୋହି କୃତାର୍ଥ ହେବଇ ଶଙ୍କର ଉବାଚ ଈଶ୍ୱର ବୋଇଲେ ସଖୀ ମନ ଦେଇ ଶୁଣ ଏହା ପରେ ଯେଉଁ ସବୁ ହୋଇଲା ଘଟଣା ସେ ଭୁବନେ ଅସୁର ସୁରୀ ଯେତେ ଥିଲେ ସୈନ୍ୟ ପେଶୀ ତାଙ୍କୁ ଧରି ଆଣିଲା କବଲେ ବନ୍ଧନ କରିଣ ପ୍ରଜ୍ୱଳିତ ନଳରେ ପକାଇ ଦେଲେ ବତ୍ସପ୍ରୀ ଅତି କ୍ରୋଧ ଭରେ ସୁନୀତି ସୁମତି ଦୁଇ ଭାଇଙ୍କୁ ସେ ଆଣି ମୁଦ୍ରାବତୀ ସହରଥେ ବସାଇଣ ପୁଣି ଭଲ ଦ୍ରବ୍ୟ ମାନ ଯାହା ଥିଲା ସେ ଉପରେ ତାହା ସବୁ ନେଇଣ ବତ୍ସପ୍ରୀ ଆନନ୍ଦରେ ବିଦୁରଥ ନୃପତି ଛାମୁରେ ଦେଖାଇଲା ଚରଣେ ପ୍ରଣମୀ ବୀର ଏମନ୍ତ ବୋଇଲା ନିଅନ୍ତୁ ହେ ତାତ ତୁମ୍ଭକୁ ମୋର କୁମାରୀ ତାହା ଦେଖି ଆନନ୍ଦିତ ହେଲେ ଦଣ୍ଡଧାରୀ ବତ୍ସପ୍ରୀ କଥା ଶୁଣିଣ ଧନ୍ୟବାଦ ଦେଲେ ରେ ବତ୍ସ ତୁହି ଯା ମାତା ହୋଇଲ ବୋଇଲେ ତୋହରି ଯୋଗୁଁ ପାଇଲି ମୋ ଦୁଇ ପୁତ୍ରଙ୍କୁ ବତ୍ସପ୍ରୀ ବୋଇଲେ ଯୋଡ଼ି କରି ଯୁଗଳକୁ ଆପଣ ମୋ ପିତା ତୁଲ୍ୟ ଅଟନ୍ତି ନରେଶ ଅବଜ୍ଞା କରିବି କେନେ ମୁଁ ତବ ଆଦେଶ ବ୍ୟର୍ଥ କଲା ଯେଣୁ କନ୍ୟା ସୁନନ୍ଦ ମୂଷଳ ସୁନନ୍ଦ ନାମ ତାହାର ଦେଲେ ମହିପାଳ ବତ୍ସପ୍ରୀଙ୍କୁ କନ୍ୟା ରତ୍ନ ପ୍ରଦାନ ସେ କଲେ ପୁତ୍ରବଧୂ ପାଇ ଭୂନନ୍ଦନ ହର୍ଷ ହେଲେ ରାଜା ହୋଇ ବତ୍ସପ୍ରୀ ଯେ ରାଜକୁ ପାଳିଲା ସୁନନ୍ଦକୁ ଘେନି ଅତି ଆନନ୍ଦେ ରହିଲା ପୁତ୍ରକୁ ରାଜ୍ୟ ସମର୍ପି
ବିଭୁ ନନ୍ଦନ ନୃପ କଲେ ତୀର୍ଥ ବ୍ରତ ଦାନ ପୁଣ୍ୟ ଜପ ତପ ସୁନନ୍ଦା ଗର୍ଭୋତ୍ପତ୍ତି ହେଲେ 12 ସୁତ ତାଙ୍କ ନାମ ଶୁଣ ଆଗ ହିମାଦ୍ରି ଦୁହିତ ସୁଚକ୍ର ପ୍ରବୀର ସୁର ପ୍ରାସୁ ଯେ ଆବର ନରପତି ବାଳକ ସ୍ୱରୂପ କ୍ରମବୀର ପ୍ରଚଣ୍ଡ ବିକ୍ରମ କ୍ରମ ଚଣ୍ଡ ସୁବିକ୍ରମ ଏହି ଦ୍ୱାଦଶ କୁମର ଅତ୍ୟନ୍ତ ଉତ୍ତମ ଏହାଙ୍କ ମଧ୍ୟରେ ଜ୍ୟେଷ୍ଠ ପ୍ରାସୁ ରାଜା ହେଲା ଅତି ସୁଖେ ରାଜ ପ୍ରଜା ମାନଙ୍କୁ ପାଳିଲା ଆଉ ଭାଇମାନେ ତାର ପାଦ ପୂଜା କଲେ କାଳକ୍ରମେ ଦିବ୍ୟ ଭୁବନକୁ ଚଳିଗଲେ ସେହି ପ୍ରାସୁ ନୃପତିଙ୍କ ଔରସରେ ଜାଣ ଜନ୍ମ ହୋଇଲା ଏକ ଗୋଟି ଯେ ନନ୍ଦନ ପ୍ରଜାତି ବୋଲି ସେ ପୁତ୍ର ପରମ ଧାର୍ମିକ କିଛି କାଳ ଅନ୍ତେ ସେହୁ ହେଲେ ପରଲୋକ ପ୍ରଥମ ପୁତ୍ର ଖରିତ୍ର ନାମ ବୋଲାଇଲେ ପରମ ଆନନ୍ଦେ ପ୍ରଜା ମାନଙ୍କୁ ପାଳିଲେ ଦ୍ୱିତୀୟ ପୁତ୍ରର ନାମ ଉଦବସୁ ହେଲା ତୃତୀୟ କୁମର ମହାରଥ ବୋଲାଇଲା ସୌରୀ ନାମ ଧାରୀ ଅଟେ ଚତୁର୍ଥ ନନ୍ଦନ ପୁନୟ ବୋଲି ପଞ୍ଚମ ପୁତ୍ରଟିର ନାମ ଏହିପରି ସେ ସୁନନ୍ଦା ବିବାହ ଚରିତ କହିଲି ତ ଆଗେ ପ୍ରିୟେ ଦୋଷ କର ଚିତ୍ତ ଇତି ଶ୍ରୀ ସୂର୍ଯ୍ୟ ପୁରାଣେ ଶିବ ଉମା ସମ୍ବାଦେ ସୁନନ୍ଦା କନ୍ୟା ବିବାହ ବର୍ଣ୍ଣନେ ନାମ ଚତୁର୍ଦଶ ଅଧ୍ୟାୟ। ପଞ୍ଚଦଶ ଅଧ୍ୟାୟ ଖନିତ୍ର ନୃପତିଙ୍କର ଚରିତ୍ର। ପାର୍ବତୀ ଉବାଚ ଏଥୁ ଅନ୍ତେ ପାର୍ବତୀ ଯେ ଶିବ ପାଦ ଧରି ଅତ୍ୟନ୍ତ ବିନୟ ଭାବେ କହନ୍ତି ଗୌରୀ ଆହେ ପ୍ରାଣନାଥ ସେ କହିଲେ ଯେ କଥା ଖନିତ୍ର ଆବର ଚାରି ଭାଇଙ୍କ ବ୍ୟବସ୍ଥା ଭଲ କରି ବୁଝାଇ ଦିଅ ହେବେ ମୋତେ ମନରୁ ସଂଶୟ ଦୂର ହୋଇବ ଯେ ମନ୍ତେ। ଶଙ୍କର ଉବାଚ ପାର୍ବତୀଙ୍କ ଭକ୍ତି ଦେଖି କହନ୍ତି ଈଶ୍ୱର ଯା ପୁଛିଲ ପ୍ରିୟେ ଶୁଣ ମନ କରି ସ୍ଥିର ପ୍ରଥମ ପୁତ୍ର ଖନିତ୍ର ରାଜେ ରାଜା ହେଲେ ପୁତ୍ର ପ୍ରାୟ ନିଜ ପ୍ରଜା ମାନଙ୍କୁ ପାଳିଲେ ଚାରି ଭାଇଙ୍କୁ ଯେ ତାଙ୍କ ଚାରି ଦିଗେ ସେହି ଉପରାଜା କରାଇଲେ ଆଗ ପ୍ରିୟ ସହି ଖନିତ୍ର ସେମାନଙ୍କର ବଡ଼ ରାଜା ହେଲେ ତାଙ୍କ ଆଜ୍ଞା ଚାରି ଭାଇ ପାଳିଥାନ୍ତି ଭଲେ ଖନିତ୍ର କହନ୍ତି ଯାହା ନୁହେଁ ତା ଅନ୍ୟଥା ସବୁ ଭାଇ ମାନିଥାନ୍ତି ସେ ଖନିତ୍ର କଥା ଦୟାଳୁ ଧାର୍ମିକ ଶାନ୍ତ ମହତ ଗୁଣରେ ପରିପୂର୍ଣ୍ଣ ଅଟଇ ସେ ଜଗତ ମଧ୍ୟରେ ପର ଉପକାରୀ ପ୍ରଜା ବତ୍ସଳ ନରେଶ ସତ୍ୟବାଦୀ ଜିତେନ୍ଦ୍ରିୟ ଅଟଇ ବିଶେଷ ତାହାର ହୃଦୟ ଅଟେ ଅହଙ୍କାର ଶୂନ୍ୟ ଅତ୍ୟନ୍ତ ବିନୟ ଗୁରୁ ଜନେ ବହୁମାନ୍ୟ କରୁଥାଏ ଅନୁକ୍ଷଣେ ସେ ଖନିତ୍ର ବୀର ମହାଜ୍ଞାନବନ୍ତ ସେ ଅଟଇ ମହାଧୀର ଅତିଥି ସେବାରେ ନୀତି ପରମ ତୃପତି ଗୋବ୍ରାହ୍ମଣ ଦେବ କାର୍ଯ୍ୟ ରଖିଥାଏ ମତି ସର୍ବଦା ସେ ଚିନ୍ତୁଥାଏ ପ୍ରଜାଙ୍କ ମଙ୍ଗଳ ତା ସମାନ ପୁଣ୍ୟ ଆତ୍ମା ନାହିଁ ଭୂମଣ୍ଡଳ
ତାହାର ନାମ ଧରି ଯେ ଯାତ୍ରା କରି ଯାଏ, ତା କାର୍ଯ୍ୟ ଗୋଟି ସଫଳ ହୁଅଇ ନିଶ୍ଚୟ। ପ୍ରଭାତରୁ ଉଠି ଯେ ଧରିବ ନାମ ତାର, ଅନ୍ତକାଳରେ ସେ ନିଶ୍ଚୟ ଯିବ ସ୍ୱର୍ଗପୁର। ଏଥୁ ଅନ୍ତେ ଶୁଣ ଗୋ ପାର୍ବତୀ ଶୁଦ୍ଧ ଚିତ୍ତେ, ଆବର ଚାରି ଭାଇଙ୍କ ଚରିତ ଯେ ମନ୍ତେ। ପୂର୍ବ ଦିଗେ ସୌରୀ ନରପତି ବୋଲାଇଲା, ମହାରଥ ଉତ୍ତର ଦିଗାଧିପତି ହେଲା। ଦକ୍ଷିଣେ ରାଜା ହୋଇଲା ଉଦ୍ଧବ ସୁବୀର, ପୁନୟ ହେଲା ପଶ୍ଚିମ ଦିଗେ ନରବର। ସୌରୀଙ୍କର ମନ୍ତ୍ରୀ ବିଶ୍ୱଦେବୀ ନାମେ ଖ୍ୟାତ, ଦିନେ କାନ୍ତରେ ସେହି ନୃପଙ୍କ ସହିତ। কথୋପକଥନ ଛଳେ କହିଲା ଭୋ ନୃପ, ମୋ ବଚନ ଶୁଣ ଏବେ ରାଜ୍ୟର ଧୀପ। ଯାହାର ଅଧୀନେ ଅଛି ସସାଗରା ପୃଥ୍ୱୀ, ଯାପାଦ ପୂଜା କରନ୍ତି ନୃପତି ନୀତି। ଏହି ପୃଥିବୀରେ ସେହି ଅଟେ ମହାରାଜା, ଆଉ ରାଜା ମାନେ ତାର ଅଟନ୍ତି ପରଜା। କ୍ରମେ ତା ପୁତ୍ର ନାତିଏ ହେବେ ମହୀପତି, ତୁମ୍ଭେ ଚାରି ହେନେ ଛଳପ ସମ୍ପତ୍ତି। ଅରକ୍ଷିତ ହେବେ ତୁମ୍ଭ ପୁତ୍ର ନାତି ଗଣ, ଅକାରଣ ହେବ ତୁମ୍ଭରଟି ରାଜପଣ। ଯଦି ମୋ ବିଚାର ଅନୁସାରେ ଚଳିବ, ଏହି ସସାଗରା ଧରା ନିଶ୍ଚୟ ପାଇବ। ମନ୍ତ୍ରୀର ବଚନେ ସୌରୀ ନୃପତି କହିଲେ, ଆମ୍ଭ ଜ୍ୟେଷ୍ଠ ଭାଇ ରାଜା ହୋଇଛନ୍ତି ଭଲେ। ତାଙ୍କ ଆଜ୍ଞାକାରୀ ଅଟୁ ଆମ୍ଭେ ଚାରି ଭାଇ, ଅନୀତି କଥା କେମନ୍ତେ କହ ହେ ଠାଇ। ଏକ ପୃଥିବୀ କି ଆମ୍ଭେ ଅଟୁ ଚାରି ଭାଇ, ପିତୃ ସମଜ୍ୟେଷ୍ଠ ସହୋଦରଟି ଅଟଇ। ଏକ ଗର୍ଭରୁ ତ ଆମ୍ଭେ ହୋଇଅଛୁ ଜାତ, ଜ୍ୟେଷ୍ଠ ଭାଇଙ୍କର ପତ୍ନୀ ଜାଣ ମାତୃଦତ୍ତ। କେଉଁ ପରି ଅନ୍ୟାୟ କାର୍ଯ୍ୟ ଅଗ୍ରସର, ହୋଇବୁ ଆମ୍ଭେ ମାନେ କହୁଛ ଏ ଗିର। ନୁହଁ ଏ ସୁବିଚାର ବୁଝ ନିଜେ ଚିତ୍ତେ, ଜାଣି ଶୁଣି ଅବିଚାର କରିବୁ କେମନ୍ତେ। ସୌରୀଙ୍କ ବଚନେ ବିଶ୍ୱଦେବୀ କହେ ବାଣୀ, ଯେଉଁ କଥା କହିଲ ହେ ସୌରୀ ନୃପମଣି। ତାହା ଅଙ୍ଗୀକାର କରୁଅଛି ମୁହିଁ ଏବେ, ପୃଥ୍ୱୀ 5-7 ନୁହେଁ ଏକା ହେଲା ଯେବେ। ତୁମ୍ଭେ ଜ୍ୟେଷ୍ଠ ହୋଇ ଏକ କରତା ଗ୍ରହଣ, ସବୁ ଭାଇଙ୍କ ମଧ୍ୟରେ ହୁଅ ନରରାଣ। ଯଦି ତୁମ୍ଭେ ନରପତି ନାମକୁ ବହିବ, ସବୁ ଭାଇ ମଧ୍ୟରେ ଶ୍ରେଷ୍ଠ କିମ୍ ପାଇଁ ନହିବ। ସୌରୀ ବୋଇଲେ ସେ ମହାଧାର୍ମିକ ପୁରୁଷ, ଅଟନ୍ତି ଆମ୍ଭର ସେହି ପିତୃଙ୍କ ସଦୃଶ। ପୁତ୍ର ତୁଲ୍ୟ ଆମ୍ଭଙ୍କୁ ଯେ କରିଥାନ୍ତି ସ୍ନେହ, ଆମ୍ଭର ମଙ୍ଗଳ ସିନା ତାଙ୍କ ଅନୁଗ୍ରହ। ଆମ୍ଭର ପ୍ରିୟ କାର୍ଯ୍ୟ କେମନ୍ତେ କରିବୁ, ସର୍ବଦା ତାହାଙ୍କ ପଦେ ସେବା କରିଥିବୁ। ତହୁଁ ବିଶ୍ୱଦେବୀ କହେ ଶୁଣ ନୃପବର, ଯଦି ତୁମ୍ଭେ ହେବ ମୋହି ମଣ୍ଡଳାଧୀଶ୍ୱର। ତୁମ୍ଭର କିଙ୍କର ହେବେ ସବୁ ଭାଇମାନେ, ଏ କଥାକୁ ବିଚାର ନ କର କିମ୍ପା ମନେ। ନୀତିଜ୍ଞ ପଣ୍ଡିତ ମାନେ ନୀତି ଶାସ୍ତ୍ରେ ଯାହା,
କହିଛନ୍ତି ଏକ ମନେ ଶୁଣ ଏବେ ତାହା। ସେମାନେ ହୋଇବେ ରାଜା ପ୍ରାର୍ଥୀ ହେ ଭୂପତି। ଜ୍ୟେଷ୍ଠ କନିଷ୍ଠର ଭେଦ ନାହିଁ ଏଥି କିଛି। ଯେ ନୃପତି ହୁଏ ସେହି ଶ୍ରେଷ୍ଠ ବୋଲି ଜାଣ। ଜ୍ୟେଷ୍ଠ ଭାଇ ବା କନିଷ୍ଠ ହୁଇ ପ୍ରମାଣ। ମନ୍ତ୍ରୀର କୂଟ ବଚନେ ସୌରୀ ନୃପବର। ସମ୍ମତ ହେଲେ ଯେପରି ହୁଏ ତାହା କର। ତହୁଁ ଅତି ହରସରେ ବିଶ୍ୱଦେବୀ ଯାଇ। ନୃପତିଙ୍କ ପୁରୋହିତ ଆଗେ ଦେଲା କହି। ଚାରି ଭାଇଙ୍କର ଚାରି ପୁରୋଧା ଯେ ଥିଲେ। ମନ୍ତ୍ରୀ ମୁଖରୁ ସେ କଥା ସକଳେ ଶୁଣିଲେ। ସେମାନଙ୍କୁ ଚାହିଁ ମନ୍ତ୍ରୀ କହିଲା ଏମନ୍ତ। ତୁମ୍ଭେମାନେ ଏହି କ୍ଷଣି ଯାଅ ହେ ତୁରିତ। ଯେଉଁପରି ଖନିତ୍ରର ଦେହ କ୍ଷୟ ହେବ। ସେହିପରି ଉପାୟଟି ସମସ୍ତେ କରିବ। ମନ୍ତ୍ରୀର ବଚନେ ପୁରୋହିତ ଚଳିଗଲେ। ମାରଣ ବିଦ୍ୟା ମନ୍ତ୍ରକୁ ସର୍ବେ ପାଠ କଲେ। ସେ ବିଦ୍ୟାରେ କୃତ୍ୟା ଉତ୍ପାଦନ ଯହୁଁ କଲେ। ଚାରି କୃତ୍ୟା ଚାରି ମୂର୍ତ୍ତି ଧରିଣଇଲେ। ଅତ୍ୟନ୍ତ ଭୀଷଣ ରୂପ ଦିଶଇ ତାଙ୍କର। ପ୍ରବେଶିଲେ ସେ ଖନିତ୍ର ନୃପତି ପାଶର। ଦେଖିଲେ ଯେ ନୃପତି ପରମ ସେ ଧାର୍ମିକ। ଦୟାଳୁ ଶାନ୍ତ ସୁଶୀଳ ପରଜା ପାଳକ। ତାଙ୍କ ଧର୍ମ ତେଜକୁ ଏ ନ ପାରିଲେ ସହି। ଚାରି କୃତ୍ୟା ସେହିଠାରୁ ଗଲେ କପଳାଇ। କ୍ରୋଧେ ପୁରୋହିତ ମାନଙ୍କୁ ସେ ଖାଇଗଲେ। ବିଶ୍ୱଦେବୀ ମନ୍ତ୍ରୀ କି ଯେ ଗୋଡ଼ାଇ ଖାଇଲେ। ସେହି ଚାରି କୃତ୍ୟା ଅତିଶୟ ଭୟଙ୍କରୀ। ତୀକ୍ଷ୍ଣ ମୁନାଶୂଳ ମାନ କରିଥିଲେ ଧରି। ଆକାଶକୁ ଲାଗିଅଛି ତାହାଙ୍କ ବଦନ। ମୁଷଳ ପରାଏ ପୁଣି ତାଙ୍କ ଦନ୍ତମାନ। ପର୍ବତ ପରାଏ ଦେହ ଅତି ଦୀର୍ଘତର। ଶାନ୍ତ ହେଲେ ଖାଇ 5 ଜଣଙ୍କୁ 17। ଧର୍ମବର୍ଣ୍ଣ ରକ୍ଷା ହେଲା ସେ ସୌରୀ ନୃପତି। ଏମନ୍ତ ପାର୍ବତୀଙ୍କର ଆଗେ ପଶୁପତି। କହନ୍ତେ ସନ୍ତୋଷ ହେଲେ ଗିରିରାଜ ସୁତା। ସୁଧାରୁ ସାଧୁ ଏ ସୂର୍ଯ୍ୟ ପୁରାଣର କଥା। ଇତି ଶ୍ରୀ ସୂର୍ଯ୍ୟ ପୁରାଣେ ଶିବ ଉମା ସମ୍ବାଦେ ଖନିତ୍ର ରାଜାଙ୍କ ବର୍ଣ୍ଣନେ ନାମ 15 ଅଧ୍ୟାୟ। 16 ଅଧ୍ୟାୟ ଖନିତ୍ର ନୃପତିଙ୍କର ସ୍ୱର୍ଗାରୋହଣ। ପାର୍ବତୀ ଉବାଚ ଶୁଣ ସାଧୁ ସନ୍ଥ ମାନେ ହୃଦେ ବହି ମୋଦ। ଭକ୍ତି ଭରେ ଗିରି ସୁତା ହୋଇ ଗଦ ଗଦ। ମହେଶଙ୍କ ପାଦେ ପଡ଼ି ବିନୟେ କହନ୍ତି। ଏହା ପରେ କିସ ହେଲା କୁହ ପ୍ରାଣପତି। ଶଙ୍କର ଉବାଚ ପାର୍ବତୀଙ୍କ ଭକ୍ତି ଦେଖି କହନ୍ତି ଈଶ୍ୱର। ଶୁଣ ଗୋ ଭବାନୀ ଏବେ ମନ କରି ସ୍ଥିର। ଚାରି ସ୍ଥାନେ ଅଟେ ଚାରି ପୁରୋଧାଙ୍କ ଘର। ଅନ୍ୟ ସ୍ଥାନେ ଅଟେ ଜାଣ ମନ୍ତ୍ରୀଙ୍କ ନବର। ଗୋଟିଏ ସ୍ଥାନେ ନଥିଲେ ସେହି 5 ଜଣ। ଯହୁଁ ଏକ କାଳେ ତାଙ୍କ ହୋଇଲା ମରଣ। ଲୋକଚକ୍ଷୁକୁ ଏ ହେଲା ଆଶ୍ଚର୍ଯ୍ୟ ଘଟନା। ଶୁଣି ଆଚମ୍ବିତ ହେଲେ ଖନିତ୍ର ରାଜନ। ସେଥିର କାରଣ କିଛି ନ ପାରିଲେ ଜାଣି। ସଭିଏ ମନ ମଧ୍ୟରେ କରିଲେ ଭାଳେଣି। ଖନିତ୍ର ରାଜାଙ୍କ ପୁରୋହିତ ଯେ ବଳିଷ୍ଠ।
सर्वज्ञ पुरुष सेहु महातपनिष्ठ तांको डकाई पुछिले खनित्र नृपति कहिबा हे ऋषि होई दयामती चारि भाईंकर पुरोहित एही काले मंत्री सहित रे काहि पाई मरी गले एहार कारण किछि न पारिलु जानी एणु तुम छामुरे पचारु मुनि मणि राजांक वचन शुणी वशिष्ठ कहंती निमिषे विलंब कर आहे नरपति एमंत कहिण जोगासन रे बसिले तांको समस्त विषय दृश्य हेला भले तापरे राजांकु सबु कथा से कहिले शुणी खनित्र समस्त व्याकुलित हेले करुण स्वरे बोइले मुकिम पान मली काहि पाहि मुई काल मुखे न पड़िली धिकए जीवन मोर किस प्रयोजन जानिली अति जघन्य मो कर्म लिखन मो समपात कि आउ नाही ए संसारे ब्रह्म हत्या पाप राशि बहिली जासी रे मोर लागी चारि जन विप्र नाश गले तांको सहित रे एक मंत्री प्राण देले ए नर हत्या पाप मो कपाल रे थिला न मली जाहाए पापे पुराण रहिला कि बुद्धि करिबी एबे केणिकी मु जीवी ए महापापरु मुके मन्ते मुक्त हेबी केवल देवतांकर आश्रय नेबई धिकए राज्ୟରେ मोर कि कार्य छई ए माया संसारे ईश्वरଙ୍କ खेल घर मिथ्या ही तारा पुत्र संपत्ति आवर भाई बंधु कुटुंब जेते परिजन केही कहार नुहंती सार हरि नाम वृथा मायारे जड़ित होई करी मुहि शेषको पातक राशि अंगे बहिलई एही परि बहु शोक कले दंडधारी जे जेते कहिले ताकू बोध देई करी केबे कर्णे शुणिले नाही नरनाथ व्याकुल पराए कांदी हेले व्याकुलित क्षिपना में ताहांकर अटई नंदर ससागरा पृथ्वी रे हेले से राजन पुत्र राजभार देई खनित्र नरेश बटखीरे जटा कले आपणार केश डोर कौपिन कटी तटरे भिड़ीण बनकु चलिले न रहिले एक क्षण तपस्वी बेशरे राजा बनवास गले श्रीहरिଙ୍କ पाद पद्मे चित्त निवेशिले तिनि पत्नी ताहांकर से परमा सती नयने देखि से माने पतिंकर रीति राजवेश अलंकार मान त्याग करी पति संगे चली गले से तिनि सुंदरी तपे पतिंक संगते देह कले क्षीण बार बार बरसे से छाड़िले जीवन खनित्र राजा चरित्र पूर्व कहानी शुणिल टिकी गोहे मो बंतंक दुलणी सदाशिवंक मुखरु शुणी शैलपुत्री संतोष लभिले जे आनंद मने अति इति श्री सूर्य पुराणे शिव उमा संवादे खनित्र राजा स्वर्गगमने नाम षष्ठदश अध्याय।
सप्तदश अध्याय विभिंस राजा चरित्र वर्णन। पार्वती उवाच हरंक पादरे देवी रखिबेनि कर भक्तिपूत प्रेम रे बोलंती सेहि वीर आहे सोल पाणी मोहि तुम्भ परिचारी ए उतार किस हेला कुहता विस्तारी तब मुख शुणी मोहि कृतार्थ लभिबी श्रद्धा हेउछि मने आवर शुणिबी अधीना ठारे सुदया बहि आउ किछि कहिबा हेउ श्रीपदे दोइनी करुछि। शंकर उवाच गिरिजांक मुख चाहि कहन्ति शंकर शुण गो शैल नंदिनी मन करि स्थिर खनित्र नंदन क्षुप नृपति होइण पुत्र सम करी प्रजा कले से पालन निर्धन होई जणे के राज्य रे नथिले ऋतु अनुसारे इंद्र बरसंती भोले जाग यज्ञ दान व्रत सबु समय रे करुथांती जे नृपति आनंद मनरे एक दिने सभा मंडाइण नरपति प्रमोद मानसे आस्थान रे बसिछंती एही काले सुत गण राजांक पासरे बोइले हे नृप केश कहिबु छामुरे तुम्भ गुण जस कीर्ति वर्णन होइब पूर्वे जे प्राय थिले हे क्षुप नर देव आपण सेहि पराय पाळुथिले मही एक मुखे तब महिमा हे नुहे कही राजा बहिरे से कथा विस्तारीण कह केमंते से कहा पुत्र क्षुप नर राय सुतगण बोइले शुण हे नृपवर क्षुप राजा थिले जान ब्रह्मांक कुमार जहा कही जानती ताहा नुहई अन्यथा उड़ीस समान दृढ़ अटे तांक कथा निज प्रतिज्ञा से प्राण पणे रखी थांती गुरुजन वाक्य को अवज्ञान करंती ब्राह्मण मानक ठारू केते बेले हेले करन नियंती थांती सदा धर्म बळे प्रजा को अधिक कर पीड़ा न दियंती जहा कर नियंती ता निजे न खांती जाग यज्ञ से ही धन करंती से व्यय आचरण करंती से दिन हीन प्राय निजर बड़ी मान देखांती केते बेले तुकार वचन तांको मुख न बाहारे एमंत पुणी से दिने क्षुप नरवर राजे कर धार्य कले ही परकार प्रथमान मेण पत्नी अटे ताहांकर एक वीर पुत्र गर्भु जन्मिला ताहार पृथ्वीर राजा हे तार बसीभूत हेले विदर्भ वंशे से पुणी विवाह होइले से राणीर गर्भु पुत्रटीए जात हेला विभिंस नाम जे तार विख्यात होइला अति गुणवंत सेहि अति बुद्धिमंत अति दयावंत पुणी परहिते रत जेते बेले से राजे हेला नृपमणि विविध रसरे पूर्ण होइला मेदिनी जाग यज्ञ व्रत धर्म उपार्जन कले सेहु धर्म बळे अति धनवान हेले कालक्रमे दिव्य धाम को से गला चली
ବିଷ୍ଣୁପୁରେ ସୁଖେ ରହିଲା ଗୋ ପ୍ରିୟ ଆଳି। ବିବିଂଶ ରାଜା ଚରିତ ଅମୃତ ସମାନ, ଶୁଣିଲ ଟିକି ଗୋ ମା ସ୍ଥିର କରି ମନ। ଇତି ଶ୍ରୀ ସୂର୍ଯ୍ୟ ପୁରାଣେ ଶିବ ଉମା ସମ୍ବାଦେ ବିବିଂଶ ରାଜା ଚରିତ ବର୍ଣ୍ଣନେ ନାମ ସପ୍ତଦଶ ଅଧ୍ୟାୟ। ଅଷ୍ଟାଦଶ ଅଧ୍ୟାୟ ଖନି ନେତ୍ର ନୃପତି କଥା। ପାର୍ବତୀ ଉବାଚ ଭକ୍ତି ଭରେ ଶଙ୍କରଙ୍କୁ ଚାହିଁ ଭଗବତୀ, ପ୍ରେମ ଶ୍ରୁବର ସାଇ ଏସନ କହନ୍ତି। ଆହେ ନାଥ ମୋହ ପରେ ପ୍ରସନ୍ନ ହୋଇଣ, ଏହା ପରେ କିସ ହେଲା କୁହ ବିସ୍ତାରିଣ। ଶଙ୍କର ଉବାଚ ପାର୍ବତୀଙ୍କ ଭକ୍ତି ଭାବ ଦେଖି ଦିଗମ୍ବର, ବୋଇଲେ ଶୁଣ ଗୋ ଦେବୀ ମନ କରି ସ୍ଥିର। ବିବିଂଶର ପୁତ୍ର ନାମ ଅଟେ ଖନି ନେତ୍ର, ତାହାର ଶୁଣ ଗୋ ସଖୀ ଅଟଇ ବିଚିତ୍ର। ସେ ମୃଗ ବଚନ ଶୁଣି କରି ନରପତି, ଅତି ଆଶ୍ଚର୍ଯ୍ୟ ହୋଇଣ ତାହାକୁ ପୁଛନ୍ତି। ଆରେ ମୃଗ କାହିଁକି ତୁ କହୁ ଏ ବଚନ, ଅପୁତ୍ରିକ ଯୋଗୁଁ ଦେଉଛି ଏ ମୃଗ ପ୍ରାଣ। ତୁ କାହିଁକି ପ୍ରାଣ ଦେବୁ ତା କାରଣ କହ, ଶୁଣିଲା ବେଳୁ ମୋ ମନେ ଲାଗୁଛି ସନ୍ଦେହ। ରାଜାଙ୍କ ବଚନ ଶୁଣି ମୃଗ କହେ ବାଣୀ, ହେ ନୃପ କହୁଛି ମୋର ଦୁଃଖର କାହାଣୀ। ବହୁପୁତ୍ର କନ୍ୟା ମୋର ଜାଣ ମହିମତି, ତାହାଙ୍କ ଖାଇବା ଚିନ୍ତା ମୋତେ ଲାଗେ ନୀତି। ସେହି ଦୁଃଖ ଅଗ୍ନିରେ ପଡ଼ୁଛି ମୋର ଦେହି, ଧର୍ମ କର୍ମ କିଛି କରି ନହେ ଏଥିପାଇଁ। କୁମାର ସ୍ନେହରେ ମୋହ ହୋଇ ପାଏ ଦୁଃଖ, ତେଣୁ କହୁଅଛି ମୋତେ ମାର ହେ ପ୍ରତ୍ୟକ୍ଷ। ମୋ ମାଂସକୁ ନେଇ ଶୀଘ୍ର ଯାଗ ଯଜ୍ଞ କର, ତବ ଶ୍ରୀ ଛାମୁରେ ହି ନିବେଦନ ମୋର। ପୁତ୍ର ପାଇଁ ତୁମ୍ଭେ ତ କରୁଛ ପିତୃ ଯାଗ, ତେଣୁ ବନେ ଆସିଅଛ ମାରିବାକୁ ମୃଗ। ଯେବେ ହି ଅପୁତ୍ରିକ ମୃଗ ମାଂସ ନେବ, ତୁମ୍ଭ ପୂର୍ବ ଜାତ ଧର୍ମ କର୍ମ ନାଶ ହେବ। ଯେନେ ସୁଗନ୍ଧିନୀ ରହେ ଦୁର୍ଗନ୍ଧ ସ୍ଥାନରେ, ଏହା ମାଂସେ ଧର୍ମ ହାନି ହେବ ସେ ପ୍ରକାରେ। ରାଜା ବୋଇଲେ ଯଦ୍ୟପି ପୁତ୍ର କନ୍ୟା ପାଇ, ଚିନ୍ତା ଅନଳେ ଦହନ ହୁଏ ତୋର ଦେଇ। ତେବେ ସନ୍ନ୍ୟାସୀ ହୁଅ ତୁ ଆରେ ମୃଗବର, କାହିଁ ପାଇଁ ଆତ୍ମାଘାତୀ ହେବୁ ତୁ ଏଠାର। ତା ଶୁଣି ମୃଗ କହି ଆହେ ମହିପାଳ, ସହଜେ ତ ମୃଗ ଜାତି ଅଟନ୍ତି ଦୁର୍ବଳ। ଦିବାରାତ୍ର ଭୟରେ ବ୍ୟାକୁଳ ହେଉଥାନ୍ତି, ଶ୍ୱାନ ଶୃଗାଳ ଯେ ସିଂହ ବ୍ୟାଘ୍ରକୁ ଡରନ୍ତି। ଆବର ମନୁଷ୍ୟ ମାନେ ମୃଗ ବଧିବାକୁ, ରଙ୍କ ପରି ହେଉଥାନ୍ତି ଫୁଲାଇଣ ବୁକୁ। ଏହି ଭୟ ମୃଗ ସଦା ଦଳ ବନ୍ଧ ହୋଇ, ଚରୁଥାନ୍ତି ବୁଲୁଥାନ୍ତି ଏକାକୀ ନ ରହି। ମୁଁ ଯେନେ ଏକାକୀ କାହିଁ ରହିବି ରାଜନ, ଯେ ସ୍ଥାନେ ସେ ସ୍ଥାନେ ଥିଲେ ନିଶ୍ଚେ ମୋ ମରଣ। ହୋଇଛି ତ ଏଥିପାଇଁ ଏହି ସୁଯୋଗକୁ, କାହିଁକି ଛାଡ଼ିବି ମୋତେ ପେଶ ହେ ସରକୁ। ପୁଣ୍ୟବନ୍ତ ପ୍ରାଣୀ ହାତେ ଏ ଜୀବନ ଗଲେ, କୃତାର୍ଥ ହୋଇବି ମୁହିଁ କି ହେବ ବଞ୍ଚିଲେ।
ପୁଣି ଏହି ମାଂସ ମୋର ଦେବତା କାର୍ଯ୍ୟରେ ଲାଗିବ ଯେ ମନ୍ତ ବସିବି ମୁଁ ବୈକୁଣ୍ଠରେ। କି ଦୁଃଖ କହିବି ତୁମ୍ଭ ଆଗେ ନରନାଥ, ବହୁ କୁଟୁମ୍ବିକ ଯେତେ ଦୁଃଖ ହୁଏ ପ୍ରାପ୍ତ। ଯେ କଷ୍ଟ ଦିଏ ପ୍ରାଣୀଙ୍କି ସେ ନେହ ମମତା, କିଏ କହିପାରେ ଆହେ ନୃପ ସେହୁ କଥା। ସେ ସମୟ ଅନ୍ତର ହୁଅନ୍ତି କନ୍ୟା ପୁତ୍ର, ଯେ କାଳରେ ସେ ପରି ଅସ୍ଥିର ହୁଏ ଚିତ୍ତ। ତାହା କହୁଅଛି ଶୁଣ ଆହେ ନର ସାଇ, ସବୁବେଳେ ମନ ଛନ ଛନ ହୋଇଥାଇ। ବୁଲୁଛନ୍ତି ବନେ ମୋର କୁମାରୀ କୁମାର, କେତେବେଳେ ଦେଖିବି ମୋ ଚିତ୍ତ ହେବ ସ୍ଥିର। କେବେ କେବେ ହି ଚିନ୍ତା ଜନ୍ମଇ ମୋ ମନେ, ଜାଲ ପକାଇ ବ୍ୟାଧ କି ରଖିଲା ବନ୍ଧନେ। କିବା ହିଂସ୍ର ଜନ୍ତୁ ମୋ ପିଲାଙ୍କୁ ଦେଲା ଖାଇ, ଏହିପରି ନାନା ଚିନ୍ତା ମୋ ମନେ ଜନ୍ମଇ। ଶୁଣି ମନେ ମନେ ଭାବେ ହିଂସ୍ର ଜନ୍ତୁ ଯେତେ, ଏହି ସମୟରେ ଯେବେ ସଫଳ ମରନ୍ତେ। ତେବେ ପରମ ସୁଖରେ ରହିବ ଦମ୍ଭେ, ଦିବାନିଶି ଏହି ପ୍ରାୟ କେବେ କିସ ଭାଙ୍ଗେ। ଯେତେବେଳେ ଦେଖଇ ମୁଁ ସଭିଙ୍କ ବଦନ, ଯେ ଆନନ୍ଦ ଜାତ ହୁଏ ସେ କାଳେ ରାଜନ। ତାହା କି କହିବି ମୁହିଁ ତୁମ୍ଭର ଆଗରେ, ଆବର କହୁଛି ଦେବ ଶୁଣ ସୁଚିତ୍ତରେ। ଯେତେବେଳେ ମାଗି କିଛି ଖାଦ୍ୟ ସେ ନ ପାଆନ୍ତି, କ୍ଷୁଧା କୁଳେ ସେମାନେ ଯେ କଷ୍ଟ ଲଭନ୍ତି। ତାହା ଦେଖି ମୋତେ କାନ୍ଦ ମାଡ଼ଇ ବିଶେଷ, ଦୈବର ନିନ୍ଦା କରେ ମାନେ କର୍ମ ଦୋଷ। ସେ ତ କୁମାର କୁମାରୀ କିଛି ନ ଜାଣନ୍ତି, ଖାଇବା ଲାଗି ମୋତେ ବିରକ୍ତ କରୁଛନ୍ତି। ସେ କାଳରେ ଏହିପରି ହୁଏ ମୋର ମନ, ପୁତ୍ର କନ୍ୟାଙ୍କର ଯେବେ ହୁଅନ୍ତା ମରଣ। ତେବେ ଏତେ ଜଞ୍ଜାଳି ମୁଁ ନ ହୁଅନ୍ତି ଆଉ, ସୁଖରେ ରହନ୍ତି ଏ ଜୀବନ ଥାଉ ଥାଉ। ନିଷ୍କୁଟୁମ୍ବ ଠାରୁ ଏ ସଂସାରେ କେହି ନାହିଁ, ଏକାକୀ ହରିଙ୍କୁ ସେ ଆଶ୍ରେ କରିଥାଇ। ତା ଜୀବନ ଧନ୍ୟ ଏକା ବୋଲି ମୁଁ ପ୍ରଶଂସେ, କିପରି କୁଟୁମ୍ବହୀନ ହେବି ମନେ ଆସେ। ଏପରି ବିବିଧ ଚିନ୍ତାରେ ଯେ ନୃପମଣି, ସର୍ବଦା ବ୍ୟାକୁଳ ହେତୁ ନେତୁ ଝରେ ପାଣି। ତେଣୁ ପ୍ରାର୍ଥନା କରୁଛି ହେନ ମୋ ପରାଣ, ତାହା ଶୁଣି ମୌନ ହୋଇଲେ